ଫ୍ରାଇଡେ ଦିନ ମୋ ବାପାଙ୍କ ଜନ୍ମଦିନ ଥିଲା। ସେଇଦିନ ବାପାଙ୍କର ଜଣେ ଭାଇଙ୍କ ପୁଅ ଆସିଲେ ଘରକୁ। ବାପାଙ୍କ ସାଙ୍ଗେ ଯୁକ୍ତି ତର୍କ କଲେ, ଆଉ ଟିକେ ଅଧିକା ବଡ଼ ପାଟିରେ କଥାବାର୍ତ୍ତା କରିବାରୁ ମୁଁ ତାଙ୍କୁ କହିଲି ଏମିତି କଥାବାର୍ତ୍ତା କରନ୍ତୁନି। ସିଏ ଧମକ ଦେଲେ ମୋତେ, ଆଉ ବାପାଙ୍କୁ ମରିଯିବାକୁ କହିଲେ। ତାପରେ ମୋତେ ଧକ୍କା ଦେଲେ। ମୋ ସ୍ତ୍ରୀ ଯେମିତି ଆସିଲା, ମୋ ସ୍ତ୍ରୀକୁ ବାଡ଼େଇବାକୁ ହାତ ଉଠେଇଲେ। ମୋ ସାନ ଭାଇ ଦୌଡ଼ିକି ଆସିଲା, ସେ ଦୌଡ଼ିକି ବାହାରକୁ ପଳେଇ ଆସିଲେ। ବାପାଙ୍କ ଭାଇଙ୍କ ପୁଅ ସୌମିତ୍ରୀ ମିଶ୍ର, ଇଏ ଯିଏ ଥିଲେ ସବ୍ୟସାଚୀ ମିଶ୍ର, ଦୁଇ ଜଣ ମିଶିକି କଥା ହେଲେ। ଅସଭ୍ୟ ଅଶ୍ଳୀଳ କଥାବାର୍ତ୍ତା କଲେ, ଆଉ ବାପାଙ୍କୁ ମରିଯିବା ପାଇଁ କହିଲେ। ମୋ ସ୍ତ୍ରୀକୁ କ୍ୟାରେକ୍ଟରଲେସ୍ ଏମିତି ବହୁତ କଦର୍ଯ୍ୟ କଥା କହିଲେ। ଆଉ ମୋତେ କ୍ୟାନ୍ସର ହେଇଛି, କୁଆଡ଼େ ସିଏ ଅଭିଶାପ ଦେଇଛନ୍ତି, ଆଉ ମୋତେ ମାରିଦେବେ। ରାସ୍ତାଘାଟରେ ଯୋଉଠି ଦେଖିବେ ମୁଁ ତ ମରିଯିବି, ମୋ ଛୁଆ ପିଲା। ସେଇଥିପାଇଁ ମୁଁ ପୋଲିସରେ କମ୍ପ୍ଲେନ୍ କଲି। ଆଉ ମୋତେ ପ୍ରେସର କରୁଛନ୍ତି ଆମ ଫ୍ୟାମିଲିର ଅନ୍ୟ ମେମ୍ବର ମାନେ ଯେ କେସ୍ ଦିଅ ନାହିଁ, କମ୍ପ୍ରମାଇଜ୍। 8 ଥର ମୁଁ ଆଗରୁ ଏଫଆଇଆର୍ ଦେଇଛି ମୋ ସାନ ଭାଇ ଥ୍ରୁରେ, ସବୁଥର କମ୍ପ୍ରମାଇଜ୍ କରାଏ।